ଶାରୀରିକ ସମ୍ପର୍କ ବନାଇବା ସମୟରେ ଅଧିକାଂଶ ପୁରୁଷ ମହିଳାଙ୍କ ସ୍ତନ ଓ ତାଙ୍କ ପଛ ଭାଗକୁ ଦେଖିବାକୁ ସବୁଠାରୁ ଅଧିକ ପସନ୍ଦ କରିଥାନ୍ତି। ଗୋଟେ ମହିଳା ଶାରୀରିକ ସମ୍ପର୍କ ବନାଇବା ପାଇଁ ସେତେ ପର୍ଯ୍ୟନ୍ତ ମନା କରିନଥାଏ ଯେତେ ପର୍ଯ୍ୟନ୍ତ ତାଙ୍କ ପ୍ରାଇଭେଟ୍ ଅଙ୍ଗର ଜ୍ୱାଳା ଶାନ୍ତ ହୋଇନଥାଏ। ଯେତେବେଳେ କେହି ଆପଣଙ୍କୁ ପସନ୍ଦ କରିଥାନ୍ତି ତେବେ ସେ ଆପଣଙ୍କ ସହିତ ରହିବା ପାଇଁ ବାହାନା ଖୋଜିଥାନ୍ତି ଏବଂ ଯଥାସମ୍ଭବ ଆପଣଙ୍କ ସହିତ ସମୟ ବିତାଇବାକୁ ଚେଷ୍ଟା କରିଥାନ୍ତି। କିଶୋର ବୟସରେ ପୁଅ ଏବଂ ଝିଅମାନେ ଭୁଲ ବ୍ୟକ୍ତିଙ୍କ ପ୍ରେମରେ ପଡ଼ିଯାଇଥାନ୍ତି କାରଣ କିଶୋର ବୟସର ପିଲାମାନେ ପ୍ରେମ ଏବଂ ଆକର୍ଷଣ ମଧ୍ୟରେ ପାର୍ଥକ୍ୟ ବୁଝିପାରିନଥାନ୍ତି। ଗୋଟେ ମହିଳା ଭାବନାକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି, ତେଣୁ ଯେତେବେଳେ ସେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଥାନ୍ତି ତେବେ ସେତେବେଳେ ହିଁ ସେ ପ୍ରେମର ପୂର୍ଣ୍ଣତା ପ୍ରାପ୍ତ କରିଥାନ୍ତି। ଯଦି ସ୍ତ୍ରୀ ଉପରକୁ ଯାଉ ଯାଉ ଆପଣଙ୍କ ପାଣି ବାହାରି ଯାଉଛି ବା ଠିଆ ହୋଇ ତୁରନ୍ତ ଶୋଇପଡ଼ୁଛି ବା ଅଧିକ ସମୟ ପର୍ଯ୍ୟନ୍ତ ଠିଆ ହୋଇ ରହୁନାହିଁ ତେବେ ଏହି ଉପାୟ ନିଶ୍ଚୟ କରନ୍ତୁ। ଗୋଟେ ବଡ଼ ସେଉ ନିଅନ୍ତୁ ଓ ଏହାପରେ ପୂରା ସେଉରେ ସବୁଆଡ଼େ ଭଲ କ୍ୱାଲିଟିର ଲବଙ୍ଗ ଗୋଟେ ଗୋଟେ କରି ଫୋଡ଼ି ଦିଅନ୍ତୁ ଓ ଏହାକୁ ସେମିତି ଗୋଟେ ଭଲ ଜାଗାରେ 7 ଦିନ ପାଇଁ ରଖିଦିଅନ୍ତୁ ଓ 7 ଦିନ ପରେ ଏହି ଲବଙ୍ଗ ସବୁ ସେଉରୁ ବାହାର କରି ଖରାରେ ଭଲ ଭାବରେ ଶୁଖାଇ ପାଉଡର କରିନିଅନ୍ତୁ ଓ ଏହି ପାଉଡରକୁ ଗୋଟେ ପାତ୍ରରେ ସାଇତି ରଖନ୍ତୁ। ପ୍ରତିଦିନ ରାତିରେ ହାଲକା ଖାଦ୍ୟ ଖାଇବାର 1 ଘଣ୍ଟା ପରେ ଗୋଟେ ଗ୍ଲାସ ଉଷୁମ କ୍ଷୀରରେ ଏହି ପାଉଡର ଚିମୁଟାଏ ମିଶାଇ ସେବନ କରନ୍ତୁ। ଦେଖିବେ ଧୀରେ ଧୀରେ ଏହାର ଫରକ ଜାଣିପାରିବେ। ଯଦି କୌଣସି ବ୍ୟକ୍ତି ନିଜ ସହିତ ଅଧିକ ତକିଆ ନେଇ ଶୁଅନ୍ତି ତେବେ ଏହାର ମାନେ ହେଉଛି କି ସେ ନିଜକୁ ବହୁତ ଏକୁଟିଆ ଅନୁଭବ କରୁଛନ୍ତି।